ଖେଳାଳି ମାନେ ଏକ ନମ୍ବର ବୋର୍ଡ କାଙ୍ଗାଳ। ଦୁନିଆର ସବୁଠୁ ଗରିବ କ୍ରିକେଟ ବୋର୍ଡ ଖେଳାଳିଙ୍କୁ ଦିଅନ୍ତି ଏତେ କମ୍ ଦରମା। ଲୋକ କୁହନ୍ତି କ୍ରିକେଟର ମାନେ ଅଧିକା ଟଙ୍କା ରୋଜଗାର କରିଥାନ୍ତି, କିନ୍ତୁ ଏମିତି ଏକ ଦେଶ ଅଛି ଯେଉଁଠି କ୍ରିକେଟରକୁ ଖୁବ୍ କମ୍ ଟଙ୍କା ମିଳିଥାଏ, ଯେଉଁଥିପାଇଁ ଏହି ଦେଶକୁ ଦୁନିଆର ଗରିବ କ୍ରିକେଟ ବୋର୍ଡ ବୋଲି କୁହାଯାଏ। ଆପଣ ଜାଣିଥିବେ ସାରା ବିଶ୍ୱରେ ବିଭିନ୍ନ କ୍ରିକେଟ ବୋର୍ଡ ଅଛି ଯେଉଁମାନେ ଆଇସିସି ଅଧୀନରେ କ୍ରିକେଟକୁ ପରିଚାଳନା କରିଥାନ୍ତି, ଯେପରିକି ଭାରତର ବିସିସିଆଇ, ପାକିସ୍ତାନର ପିସିବି, ଅଷ୍ଟ୍ରେଲିଆର କ୍ରିକେଟ ଅଷ୍ଟ୍ରେଲିଆ ଏବଂ ଅନ୍ୟ ଦେଶର ସମାନ ବୋର୍ଡ। ଏହି ବୋର୍ଡ ଗୁଡ଼ିକ ସେମାନଙ୍କର ନିଜ ନିଜ ଦଳକୁ ପରିଚାଳନା କରନ୍ତି ଏବଂ କ୍ରିକେଟର ବିକାଶରେ ଏକ ପ୍ରମୁଖ ଭୂମିକା ନିଭାଇଥାନ୍ତି, ଯାହା ଏକ ଗୁରୁତ୍ୱପୂର୍ଣ୍ଣ ଆୟ ସୃଷ୍ଟି କରିଥାଏ। ତଥାପି ନ୍ୟୁଜିଲାଣ୍ଡ କ୍ରିକେଟ ବିଶ୍ୱର 10ଟି ଧନୀ କ୍ରିକେଟ ବୋର୍ଡ ତାଲିକାର ଶେଷରେ ଅଛି, କାରଣ ନ୍ୟୁଜିଲାଣ୍ଡର ମୋଟ ରାଜସ୍ୱ 75 କୋଟି। ଭାରତରେ କ୍ରିକେଟର ମାନଙ୍କୁ ସୁପରଷ୍ଟାର ବୋଲି କୁହାଯାଏ। ସେ ବିରାଟ କୋହଲି ହୁଅନ୍ତୁ କି ରିଙ୍କୁ ସିଂ, କ୍ରିକେଟର ବାହାରକୁ ଗଲା ମାତ୍ରେ ତାଙ୍କ ଝଲକ ଟିକେ ପାଇବା ପାଇଁ ଫ୍ୟାନ୍ସ ପାଗଳ ହୋଇଯାଆନ୍ତି। ସେମାନଙ୍କ ରୋଜଗାର ଏବଂ ପ୍ରଶଂସକଙ୍କ ସଂଖ୍ୟା ମଧ୍ୟ ଆକାଶ ଛୁଆଁ ହୋଇଥାଏ। ତେବେ ଭାରତ ତୁଳନାରେ ନ୍ୟୁଜିଲାଣ୍ଡର ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ସେଠାରେ ଭାରତୀୟ ଖେଳାଳିଙ୍କ ଦରମା ତୁଳନାରେ ଦରମା ଯଥେଷ୍ଟ କମ୍। ନ୍ୟୁଜିଲାଣ୍ଡ କ୍ରିକେଟ ପୂର୍ବ ସିଜନରେ ଖେଳାଳିଙ୍କ ପ୍ରଦର୍ଶନ, ର୍ୟାଙ୍କିଙ୍ଗ ଏବଂ ଅଭିଜ୍ଞତା ଆଧାରରେ କେନ୍ଦ୍ରୀୟ ଚୁକ୍ତିବଦ୍ଧ ଖେଳାଳିଙ୍କ ଦରମା ନିର୍ଣ୍ଣୟ କରେ। ରିପୋର୍ଟ ଅନୁଯାୟୀ 2025-26 ସିଜନରେ କେନ୍ଦ୍ରୀୟ ଚୁକ୍ତିବଦ୍ଧ ଖେଳାଳିଙ୍କ ବାର୍ଷିକ ଦରମା 1,65,000ରୁ 3,18,000 ନ୍ୟୁଜିଲାଣ୍ଡ ଡଲାର, ଅର୍ଥାତ୍ ପ୍ରାୟ 10 କୋଟିରୁ 3 କୋଟି ଭାରତୀୟ ଟଙ୍କା ମଧ୍ୟରେ ରହିଛି। ଭାରତୀୟ କ୍ରିକେଟ ଦଳର କେନ୍ଦ୍ରୀୟ ଚୁକ୍ତିବଦ୍ଧ ଖେଳାଳିମାନଙ୍କୁ 4ଟି ବର୍ଗରେ ବିଭକ୍ତ କରାଯାଇଛି, ଯଥା A+, A, B ଏବଂ C। A+ରେ ଥିବା ଖେଳାଳିମାନଙ୍କର ବାର୍ଷିକ 7 କୋଟି ଟଙ୍କା ଦରମା ପାଆନ୍ତି। A ବର୍ଗରେ ଥିବା ଖେଳାଳିମାନେ 5 କୋଟି, B କ୍ୟାଟେଗୋରୀରେ ଥିବା ଖେଳାଳିମାନେ 3 କୋଟି ଏବଂ ସବୁଠାରୁ କମ୍ ଅର୍ଥାତ୍ C କ୍ୟାଟେଗୋରୀରେ ଥିବା ଖେଳାଳିମାନେ ବାର୍ଷିକ 1 କୋଟି ଦରମା ପାଆନ୍ତି। ସବୁଠୁ ବଡ଼ କଥା ହେଲା, ବିଶ୍ୱରେ ନେତୃତ୍ୱ ନେଉଥିବା ନ୍ୟୁଜିଲାଣ୍ଡ କ୍ରିକେଟ ନିଜ ପୁରୁଷ ଏବଂ ମହିଳା କ୍ରିକେଟରଙ୍କ ପାଇଁ ସମାନ ଦରମା ରଖିଛି। ଜେଣ୍ଡର ଇକ୍ୱାଲିଟି କ୍ଷେତ୍ରରେ ନ୍ୟୁଜିଲାଣ୍ଡ ଏହି ଦିଗରେ ଏକ ପ୍ରମୁଖ ପଦକ୍ଷେପ ନେବାରେ ପ୍ରଥମ ଥିଲା। 2022ରୁ କାର୍ଯ୍ୟକାରୀ ହୋଇଥିବା ଏହି ଚୁକ୍ତି ଅନୁଯାୟୀ ପୁରୁଷ ଏବଂ ମହିଳା ଖେଳାଳି ଉଭୟଙ୍କ ପାଇଁ ମ୍ୟାଚ୍ ଫି ସମାନ ରଖାଯାଇଥିଲା। ଏହି ଚୁକ୍ତି ଅନୁସାରେ ପୁରୁଷ ଏବଂ ମହିଳା କ୍ରିକେଟରମାନଙ୍କୁ ଏକ ଟେଷ୍ଟ ମ୍ୟାଚ୍ ପାଇଁ ନ୍ୟୁଜିଲାଣ୍ଡ $10,250 ଅର୍ଥାତ୍ $5,30,000 ମ୍ୟାଚ୍ ଫି ପ୍ରଦାନ କରାଯାଏ। ଓଡିଆଇ ପାଇଁ ନ୍ୟୁଜିଲାଣ୍ଡ $4,000, ଯାହା ଭାରତୀୟ ମୁଦ୍ରା ହିସାବରେ 2 ଲକ୍ଷ ଟଙ୍କା ଏବଂ T20 ପାଇଁ $2,500 ଅର୍ଥାତ୍ 1,29,000 ଟଙ୍କା ଖେଳାଳିକୁ ଦିଆଯାଏ। ବ୍ୟୁରୋ ରିପୋର୍ଟ, କନେକ୍ଟ ଡିଜିଟାଲ।